ଫେଲ୍ ମାରିଲା ସରକାରଙ୍କ ପାନୀୟ ଜଳ ବ୍ୟବସ୍ଥା ସୁବିଧା ଯୋଜନା କରାଯାଉଛି କିନ୍ତୁ ଗ୍ରାମାଞ୍ଚଳରେ ବାସ୍ତବରେ ଯୋଜନା ବାଟ ହୁଡୁଛି। କାରଣ ସ୍ଥାନୀୟ ପ୍ରଶାସନ ଏବଂ ସରକାରକୁ ଅବଗତ କରିବା ପରେ ମଧ୍ୟ କୌଣସି ସ୍ଥାୟୀ ପ୍ରତିକାର ନ ମିଳିବା ପରେ ନିଜସ୍ୱ ଉଦ୍ୟମରେ ଏକ ସଂସ୍ଥା ସହଯୋଗ କରିବା ଦ୍ୱାରା ପାହାଡ଼ର ଛାତି ଚିରି ଏବେ ଗାଁକୁ ନେଇ ଆସିଛନ୍ତି ପାଣି। କେମିତି କ'ଣ ଥିଲା ସେମାନଙ୍କର ପ୍ରସ୍ତୁତି, କେମିତି କ'ଣ କରିଛନ୍ତି ତାକୁ ନେଇକି ଆଲୋଚନା କରିବା। ଆମେ ବର୍ତ୍ତମାନ କୋରାପୁଟ ଜିଲ୍ଲାର ମାଙ୍କେଡି ଗ୍ରାମ ଯୋଉଟାକି ଉପାନ୍ତ ଅଞ୍ଚଳ ସେଠାରେ ଅଛୁ। ବର୍ତ୍ତମାନ ସେମାନଙ୍କ ସହିତ ଆଲୋଚନା କରିବା। ଆଜ୍ଞା, ପ୍ରଥମେ ଜାଣିବାକୁ ଚାହିଁବି କେମିତି କ'ଣ ଏଟା ପ୍ରସ୍ତୁତି କଲ, ପୂର୍ବରୁ କୋଉ ପାଣି ୟୁଜ୍ କରୁଥିଲ, ସରକାରକୁ କହିଥିଲ, ପ୍ରଶାସନକୁ ଜଣେଇଥିଲେ କି ନାହିଁ, କେମିତି କ'ଣ ଏ ସବୁ ମନକୁ ଜୁଟିଲା, କେମିତି କ'ଣ ସହଯୋଗରେ ଆଣିଲ ପାଣି? ଆଜ୍ଞା, ଆମେ ତ ଝରଣା ପାଣି ହିଁ ପିଉଥିଲୁ ଆଜ୍ଞା। ଆଗରୁ ମା ଭଉଣୀ ସମସ୍ତେ ନାଇକି ଝରଣା ପାଣି ହିଁ ଆଣୁଥିଲେ। ସେଠରୁ ନାଇକି ଖରା ହଉ ବର୍ଷା ହଉ ଗଳିଆ ହଉ ଯୋଉଟା ବି ହଉ ନାଇକି ସେ ପାଣି ହିଁ ଆମେ ୟୁଜ୍ କରୁଥିଲୁ। ଆଉ 2016-17 ମସିହାରେ ଗୋଟେ ବଡ଼ ଟାଙ୍କିଟିଏ ହେଇଥିଲା। ସେଟା ଗାଁ ଲୋକଙ୍କ ସୁବିଧାରେ କରାହେଇନଥିଲା। ତାଙ୍କର ଇଚ୍ଛା ଅନୁସାରେ ନାଇକି ଯୋଉ ଟେଣ୍ଡରଟା ନେଇଥିଲେ କଣ୍ଟ୍ରାକ୍ଟର, ତାଙ୍କେ ତାଙ୍କର ଇଚ୍ଛା ଅନୁସାରେ ତାଙ୍କେ ବନେଇ ଦେଇକି ପଳେଇଲେ। ଏବେ ବର୍ତ୍ତମାନ ସେ ପାଣିକୁ ଦେଖିଲୁ ଆଉ ନାଇକି ଗୋଟେ ଦିନରୁ ନାଇକି ସେଟା ବନ୍ଦ ହେଇଗଲା। ବନ୍ଦ ହେଇଯିବାରୁ ଆମେ ତ ଗ୍ରିଭନାନ୍ସରେ ନାରାୟଣପାଟଣା ଯାଇକରି ନାଇକି କଲେକ୍ଟର ଆଜ୍ଞା ଆସିଥିଲେ। ସେତେବେଳେ ନାଇଁ ଗ୍ରିଭନାନ୍ସ ଥିଲା, ସେତେବେଳେ ଆମେ କିଛି ଲେଖିକିରି ଦେଇଥିଲୁ। ସେ ଲେଖିକିରି ଦେଲେ ମଧ୍ୟ ନାଇକି କିଏ ପଦକ୍ଷେପ ନେଲେ ନାହିଁ। ନ ନେବାରୁ 2 ଥର ବି ଦେଇଥିଲୁ, ହେଲେ ବି ନେଲେ ନାହିଁ। ସେଥିପାଇଁ ବୋଲି ନାଇକି ଆମେ ସୁନାବେଡା ICR ଅଫିସରୁ ଯାଇକି ଗୋଟେ ଦରଖାସ୍ତ ଲେଖିଦେଲାରୁ ସେଠୁ ଆମମାନଙ୍କୁ ନାଇକି ପାଇପ୍ ଯୋଗାଇ ଦିଆଗଲା। ବାକି କାମ ଆମର ନିଜ ପଇସାରେ ହିଁ ଘର ପିଛା 1000 ଟଙ୍କା ଲେଖା ବାହାର କରିକି ଆମେ ସେ ପାଇପ୍ରେ ନାଇକି ଥପାଥପି କରିକି ନେଇଛୁ, ଗାଁକୁ ନେଇଛୁ ସେ ପାଣି। ହେଲେ ବି ଶୁଦ୍ଧ ପାଣି ଆମକୁ ମିଳିପାରୁନାହିଁ। ସେଥିପାଇଁ ବୋଲି ଆମେ ଦୁଃଖିତରେ ଅଛୁ। ନିହାତି ଭାବରେ ଦେଖନ୍ତୁ, ଏ ହେଉଛି ପ୍ରତିକ୍ରିୟା। କାରଣ ଗୋଟେ ପଟେ ରାଜନୈତିକ ଉଷ୍ମତା ବଢୁଥିବା ବେଳେ ପାନୀୟ ଜଳର ଘୋର ସମସ୍ୟା ମଧ୍ୟ ସାମ୍ନାକୁ ଆସୁଛି। ତେଣୁ ସେମାନଙ୍କର ମୁଦ୍ଦା କ'ଣ ରହିବ? ବର୍ତ୍ତମାନ ଆସନ୍ତା 13 ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ସାବ୍ୟସ୍ତ କରିବେ ଜନତା, କିନ୍ତୁ ଏପଟେ ମୌଳିକ ସମସ୍ୟା ମଧ୍ୟ ଉତ୍କଷ୍ଟ ହେବାରେ ଲାଗିଛି। ଆଲୋଚନା କରିବା। ଆଜ୍ଞା, ପୂର୍ବରୁ କେତେ ଥର କହିଥିଲେ, କାରଣ ଏବେ ଭୋଟ ସମୟ ଆସିଛି, ନେତା ଆସୁଥିବେ, ପାନୀୟ ଜଳ ବ୍ୟବସ୍ଥା ହେଇଯିବ, ରାସ୍ତାର ସୁବିଧା ହେଇଯିବ, ଏସବୁ ଭିତରେ କେମିତି କ'ଣ ରହିଛି ଆପଣଙ୍କର ମୁଦ୍ଦା? ନାଇଁ ଆଜ୍ଞା, ଆମେ ଆଗରୁ ବି ଜଣାଇଥିଲୁ, ହେଲେ କିଛି ଆମର କିଛି ରେସ୍ପନ୍ସିବିଲିଟି ନେଲେ ନାହିଁ। ତାଙ୍କେ କିଛି ବୋଲେ ଆମ କଥାକୁ ଶୁଣିଲେ ନାହିଁ କି କରିଦେଲେ ନାହିଁ। ସେଥିପାଇଁ ଯଦି ଆମକୁ ଯଦି 5 ଦିନ ଅଛି ଇଲେକ୍ସନଟା, 5 ଦିନ ଭିତରେ କୋଉଟା ହେଲେ ସେ କରିକି ଦେଲେ ଭଲ ହେଇଥାନ୍ତା। ଯଦି କରିଦେବେ ନାହିଁ ବୋଲେ ଆମେ ଯୋଉଟା କରିବୁ ସେଇ ହିସାବରେ ହିଁ ହବ। ଆଚ୍ଛା, କେମିତି କ'ଣ ଏଟା ପ୍ରସ୍ତୁତି କେମିତି କଲେ? ପୂର୍ବରୁ କୋଉ ପାଣି ୟୁଜ୍ କରୁଥିଲେ? କେମିତି କ'ଣ ମାନେ ରୋଗ ଜ୍ୱର ପଡୁଥିଲେ? ନାଇଁ, ଆଗରେ ତ ପୁରା ପାଣିରେ ବୋଲେ ପାଣି ଆଗରୁ ଯୋଉଟା ଥିଲା ଆମେ ଆଣିଥିଲୁ ଆଜ୍ଞା, ନିଜେ ପଇସାରୁ ଖର୍ଚ୍ଚ। ସେ ପାଣି ବି କିଛି ସୁବିଧାଟା ହେଲା ନାହିଁ, କରାଇଲାରୁ କମିଗଲା ସେଟା। ଆଉ ଏବେ ବର୍ତ୍ତମାନ ଯୋଉଟା କରିଛୁ ଆମର ISR ଯୋଉଟା ସହଯୋଗରୁ ଯୋଉଟା ପାଇପ୍ ଦେଲେ, ଲେବର ଆମ ନିଜର ଆଜ୍ଞା, କିଛି ନାହିଁ ବେଶୀ। ଆମର 7 ଦିନ ଲାଗିଛି ଲେବର କାମଟା, ଖାଲି ପାଇପ୍ ପୋତିକି। ଆଉ ବାକି କାମ ଅଛି ତ ଏବେ କିଛି ସରି ନାହିଁ। ସେ ଟ୍ୟାଙ୍କିଟା ବାନ୍ଧିବାର ଅଛି। ପଇସା ଟିକେ ଅଭାବ ପାଇଁ ବୋଲକର ଆମେ କିଛି କରିପାରିନୁ ସିମେଣ୍ଟ ଯୋଉଟା ଇଏ ଆଚ୍ଛା, ପାଇଁ। ଏଇ ଯୋଉ ପାଣି ଟାଙ୍କିଟା କରୁଛନ୍ତି, ଆପଣ କେତେ ମିଟର ଡିଷ୍ଟାନ୍ସରେ ଅଛି? କେମିତି କ'ଣ ନେଲେ ଏତେ ବଡ ପାହାଡକୁ ଇଏ କରିକି? ସେ ଟ୍ୟାଙ୍କି ଯୋଉଟା କେତେ ଚଢାର କରାଇଛି ଆଜ୍ଞା, ସେଟା 4x6 କରିଛୁ ସେଟା। କେତେ ଦୂର ଯାଇ? ଏଇଟା ଗୋଟେ 2 କିଲୋମିଟର ହେବ ଆଜ୍ଞା ଏଠୁ। ପୁରା ଲମ୍ବା ପାହାଡ ବୋଲେ ଏତେ କଷ୍ଟରେ ନେଇଛୁ ଯେ ଯେଉଁମାନେ କରିଛନ୍ତି ସେମାନେ ଏଟା ବହୁତ ତ ଖରା ସମୟରେ ମ୍ୟାନେଜ ହେଇଯିବ ଭଲ, କିନ୍ତୁ ବର୍ଷା ସମୟରେ ତ ବର୍ଷା ହେବ, ପାଣି କାଦୁଅ ପଡିବ, ମାଟି ଅତଡା ମଧ୍ୟ ପଡିଯିବ। ସେ ବ୍ୟବସ୍ଥା ପାଇଁ ବୋଲ କରି କହିଲେ ସରକାର କିଛି ସହଯୋଗ କଲେ କିଛି ଉପାୟଟା କିଛି ପ୍ଲାନ୍ ଅଲଗା କରିକି କ'ଣ ହେଲେ କରିଥାନ୍ତା ଆଜ୍ଞା। ସେଟା ଆମ ସେଥିପାଇଁ ଆମେ କହିବାଟା କି ଏ ପାଣି ଯେମିତି ନେଇଛୁ ତାରୁ ଟିକେ ଅଧିକ ଯେମିତି ଭଲ କରିକି ଆମେ ପାଣିଟା ନେଇପାରିବୁ ଗାଁକୁ, କିଛି ସରକାର ସହଯୋଗ କଲେ। ନିହାତି ଭାବରେ ଦେଖନ୍ତୁ, ସେମାନଙ୍କର ଗୋଟିଏ ଅଭିଯୋଗ ହେଲା, ବର୍ତ୍ତମାନ ତ ଯାହା ଆମମାନେ ଦୁଃଖ କଷ୍ଟ ପାଇଲୁ ଏବଂ ସେଇ ବିଶୁଦ୍ଧ ପାନୀୟ ଜଳ ପାଇବା ପାଇଁ ଅହର ଚେଷ୍ଟା କରୁଛୁ, କିନ୍ତୁ ସଫଳତା ପାଇଛନ୍ତି। କିନ୍ତୁ ଖବର କଥା ହେଲା ଖରା ସମୟରେ ମ୍ୟାନେଜ ହଉଛି, କିନ୍ତୁ ବର୍ଷା ସମୟରେ ଯେଉଁ ଦିଗକୁ ସେଇ ଦିଗ। ଆଉ ଜଣେ ଭାଇ ଅଛନ୍ତି, ତାଙ୍କର ପ୍ରତିକ୍ରିୟା ନେବା। ଆଉ ଆପଣଙ୍କ ଗାଁରେ କେତେ ଲୋକ ରହୁଛନ୍ତି? କେତେ ଲୋକ ଏ ପାଣି ଉପରେ ନିର୍ଭର କରୁଛନ୍ତି? ମୋ ଗାଁରେ ପାଖାପାଖି 200 ଘର ଅଛି ସାର୍। 200 ଘର ଭିତରେ ପାଖାପାଖି ଜନସଂଖ୍ୟା 1000 ଭିତରେ ଅଛନ୍ତି ସାର୍। ହେଲେ 1000 ଘର ଭିତରେ ପାଣି ପାଇ ପାରୁନାହାନ୍ତି, ସବୁ ଅସୁବିଧାରେ ଅଛନ୍ତି ସାର୍। କେମିତି କ'ଣ ରହୁଛନ୍ତି? ହେଲେ ସବୁ ଗୋଟେ ନଦୀ ଅଛି ସାର୍, ସେ ନଦୀରେ ଯାଇକି ଗାଧା ଫାଧା ହଉଛନ୍ତି। ସେ ନଦୀରୁ ପାଣିରୁ ଗାଧା ଫାଧା ରୋଗ ଫୋଗ ହେଉଛି ସାର୍।
ए पानी तो एबे पाइप कनेक्शन दिया हैला एटा सर ए पानी पीवा द्वारा आपनକୁ सेमति किछि ये हबो नै तो रोग जरो सेमति किछि हबो नै ନାଇଁ ହବ ନାଇଁ ସାର୍ ଏ ହୁଁ। ଝରଣା ପାଣି ସାର୍ आ पूर्वरु केते थोर आपण माने प्रशासन को कहिथिले कोन कहिथिले प्रशासन ଆଗରେ କହିଥିଲୁ ସାର୍ ସେ ଗଭର୍ଣ୍ଣମେଣ୍ଟ ତରଫରୁ ମାନେ ଏଟା କେତେ ଥର କହିଲୁ ସାର୍ ସେମାନେ ହେଲେ ବି ବୁଝିଲେ ନାହିଁ ସାର୍ अच्छा निर्वाचन अछि निर्वाचन मात्र 13 तारिख आज हैला आउ हातो आ दिन कईटा परे निर्वाचन आइबो भोट देबे आपण केनते कोन रहइबो नेता आस्तंती ଆସୁଛନ୍ତି ସାର୍ ହୁଁ। ହେଲେ ଯଦି ସବୁ ଯାକ ନ ଯୋଗାଇଲେ ଆମକୁ ଭୋଟ ଦେବୁ ନାହିଁ ସାର୍ ଭୋଟ ଦେବନି ନାଇଁ ସାର୍ କାହିଁକି ନା ଆମକୁ କିଛି ସୁବିଧା କରୁନାହାନ୍ତି ସାର୍ ହୁଁ। ଏଟା ଯଦି ସୁବିଧା କଲେ ଆମେ ତାକୁ ଭୋଟ ଦେବୁ ନିହାତି ଭାବରେ ଦେଖନ୍ତୁ ଏ ହେଉଛି ଗ୍ରାମବାସୀଙ୍କ ପ୍ରତିକା କାରଣ ଯେତେବେଳେ ଗାଁରେ 200 ପରିବାର ରହୁଛନ୍ତି ଜନସଂଖ୍ୟା ପାଖାପାଖି 1000 ପାର କରିବ କିନ୍ତୁ ସେମାନଙ୍କର ମୁଖ୍ୟ ସମସ୍ୟା ହେଲା ପାନୀୟ ଜଳ ଯୋଉ ପ୍ରଶାସନ ନେତା ଆସିକି ଦିନେ ଗାଁରେ ଆସିକି ଭୋଟ ସମୟରେ ଭୋଟ ଭିକ୍ଷା କରିଥିଲେ ପ୍ରତିଶ୍ରୁତି ଦେଇଥିଲେ ଯେ ଗାଁର ପାନୀୟ ଜଳ ସମସ୍ୟା ରାସ୍ତା ସମସ୍ୟା ସମାଧାନ ହବ କିନ୍ତୁ ଆଜି ନିର୍ବାଚନକୁ ଦୀର୍ଘ 5 ବର୍ଷ ବିତି ଯାଇଛି କିନ୍ତୁ ଯୋଉ ସଂକଳିତ ପରିସ୍ଥିତିରେ ସେମାନେ ଗତି କରୁଛନ୍ତି ସେଇ ଦୁଃଖ ସେଇ ଯନ୍ତ୍ରଣା ତେବେ ଦେଖିବାର କଥା ଏମାନଙ୍କର ମୌଳିକ ସମସ୍ୟା କେବେ ସ୍ଥାନୀୟ ପ୍ରଶାସନ ନେତା ପହଞ୍ଚାଉଛନ୍ତି ଏବଂ ଏମାନଙ୍କର ଭୋଟକୁ ନେଇକି ଆଗାମୀ ରଣନୀତି କଣ ରହୁଛି ତାକୁ ହିଁ ଅପେକ୍ଷା ମାଙ୍କଡିରୁ ଗିରିଧର ଖରା